ଜହ୍ନି ସୁନୁସୁନିଆ ଶାଗ, କଦଳୀ ଭଣ୍ଡା, ଓଉ, କୁନ୍ଦୁରି, ପୋଟଳ, କାଙ୍କଡ଼, କଦଳୀ ମଞ୍ଜା, ଦେଶୀ ଆଳୁ, ଏସବୁ ଭେଜିଟେବୁଲ୍ସର ନାଁ ଜାଣିଛ କି? ଏମିତି ଆହୁରି ଅନେକ ଭେଜିଟେବୁଲ୍ସ ନେମ୍ ଅଛି ଆମର ଏହି ଭିଡ଼ିଓରେ। ଭିଡ଼ିଓଟିକୁ ଆରମ୍ଭରୁ ଶେଷ ଯାଏଁ ଦେଖିବେ, କାରଣ ଆମେ ଯେତେ ଇଂଲିଶ ସେଣ୍ଟେନ୍ସେସ୍ ମେକିଂ ଜାଣିଥିଲେ ମଧ୍ୟ ଯଦି ଭୋକାବୁଲାରୀ ନଲେଜ ନଥିବ ତାହେଲେ ଆମେ ଇଂଲିଶ ସ୍ପିକିଂ କରିପାରିବା ନାହିଁ। ତେଣୁ ଭୋକାବୁଲାରୀ ଇଜ୍ ମୋଷ୍ଟ ଇମ୍ପୋର୍ଟାଣ୍ଟ। ତେଣୁ ଚାଲନ୍ତୁ ବିଲକୁଲ ବି ଟାଇମ୍ ୱେଷ୍ଟ ନକରି ଭିଡ଼ିଓଟିକୁ ଆରମ୍ଭରୁ ଶେଷ ଯାଏଁ ଦେଖିବା ଏବଂ ଭେଜିଟେବୁଲ୍ସ ନେମ୍ସ ପ୍ରାକ୍ଟିସ୍ କରିବା, କାରଣ ପ୍ରାକ୍ଟିସ୍ ମେକ୍ସ ମ୍ୟାନ୍ ପରଫେକ୍ଟ। ସୋ ଆମର ଫାର୍ଷ୍ଟ ଭେଜିଟେବୁଲ୍ସ ନେମ୍ ହେଉଛି କାଙ୍କଡ଼। କାଙ୍କଡ଼ ଏହି ପରିବା ଆମେ ଅନେକ ସମୟରେ ଭଜା କରି ଖାଇଥାଉ, ନୁହେଁ କି? ତେବେ ଏହାର ଇଂଲିଶ ଆମକୁ ଜଣା ନଥାଏ। ଏହାର ଇଂଲିଶ ହେଉଛି ସ୍ପାଇନି ଗଡ୍। ଏହାକୁ ଅନେକ ସ୍ପିନି ଗଡ୍ ବୋଲି କୁହନ୍ତି। ଆକ୍ଚୁଆଲି ସେଇଟା ରଙ୍ଗ ପ୍ରୋନାଉନ୍ସିଏସନ୍। ତାର ଆକ୍ଚୁଆଲ ପ୍ରୋନାଉନ୍ସିଏସନ୍ ହେଉଛି ସ୍ପାଇନି ଗଡ୍। ସ୍ପାଇନି ଗଡ୍। ଜାଣିଲ? ନେକ୍ସଟ ଭେଜିଟେବୁଲ୍ସ ନେମ୍ ଜାଣିବା। କଲରା। କଲରା ଏହି ପରିବା ଖାଇବା ପାଇଁ ପିତା କିନ୍ତୁ ଶରୀର ପାଇଁ ହିତକର। ତେବେ ଏହାର ଇଂଲିଶ ଜାଣିବା ନିହାତି ଜରୁରୀ। ଏହାର ଇଂଲିଶ ହେଉଛି ବିଟର ଗଡ୍। ବିଟର ଗଡ୍। ଜାଣିଲ? ନେକ୍ସଟ ଜାଣିବା ସାରୁ। ସାରୁ ଏହି ପରିବା ଓଡ଼ିଆଙ୍କର ଅତି ପ୍ରିୟ ପରିବା, ତେଣୁ ଏହାର ଇଂଲିଶ ମଧ୍ୟ ଜାଣିବା ନିହାତି ଦରକାର। ଏହାର ଇଂଲିଶ ହେଉଛି ତାର ରୁଟ୍। ତାର ରୁଟ୍ ବହୁତ ଇଣ୍ଟରେଷ୍ଟିଂ ନେମ୍ ଅଛି, ଏହାକୁ ମନେ ରଖିବ। ନେକ୍ସଟ ଜାଣିବା କନ୍ଦମୂଳ। କନ୍ଦମୂଳ ଏହାକୁ ଆମେ ରଙ୍ଗ ଆଳୁ ମଧ୍ୟ ଅନେକ ସମୟରେ କହିଥାଉ। ତେବେ ଏହାର ଇଂଲିଶ ହେଉଛି ସୁଇଟ୍ ପଟେଟୋ। ସୁଇଟ୍ ପଟେଟୋ। ଜାଣିଲ? ନେକ୍ସଟ ଜାଣିବା ଦେଶୀ ଆଳୁ। ଦେଶୀ ଆଳୁ ଏହାକୁ ଓଡ଼ିଶାର କିଛି ଜାଗାରେ ଓଲୁଅ ବୋଲି କହିଥାନ୍ତି। ତେବେ ଏହା ଦେଖିବାକୁ ହାତୀର ପାଦ ଭଳି ହୋଇଥାଏ, ତେଣୁ ଏହାର ଇଂଲିଶ ହେଉଛି ଏଲିଫେଣ୍ଟ ଫୁଟିୟମ୍। ଏଲିଫେଣ୍ଟ ଫୁଟିୟମ୍। ଜାଣିଲ? ନେକ୍ସଟ ଜାଣିବା ପୋଟଳ। ପୋଟଳ ଏହାର ଇଂଲିଶ ହେଉଛି ପଏଣ୍ଟେଡ୍ ଗଡ୍। ପଏଣ୍ଟେଡ୍ ଗଡ୍। ଜାଣିଲ? ନେକ୍ସଟ ଜାଣିବା ଶିମ୍ବ। ଶିମ୍ବ ଏହାର ଇଂଲିଶ ହେଉଛି ରନର ବିନ୍ସ। ରନର ବିନ୍ସ। ନେକ୍ସଟ ତରଡ଼ା। ତରଡ଼ା ବା ଏହାକୁ ତରେଇ ମଧ୍ୟ କୁହାଯାଇଥାଏ। ତେବେ ଏହାର ଇଂଲିଶ ହେଉଛି ସ୍ପଞ୍ଜ ଗଡ୍। ସ୍ପଞ୍ଜ ଗଡ୍। ନେକ୍ସଟ ଜାଣିବା ଲାଉ। ଲାଉର ସେପ୍ ବିଭିନ୍ନ ପ୍ରକାର ଥାଏ, ତେଣୁ ଲାଉର ସେପ୍ ଅନୁସାରେ ସେଗୁଡ଼ିକର ନାମକରଣ କରାଯାଇଥାଏ। ତେବେ ଏହି ଯେଉଁ ଲାଉ ଦେଖୁଛନ୍ତି ଏହା ଲମ୍ବା ଥିବାରୁ ଏହାର ନାମ ବଟଲ ଗାର୍ଡ। ବଟଲ ଗାର୍ଡ। ଜାଣିଲ? ସେହିପରି ଗୋଲାକାର ଲାଉକୁ ଏପଲ ଗାର୍ଡ କୁହାଯାଏ। ଏପଲ ଗାର୍ଡ। ଜାଣିଲ? ତ ଏଇ ଯେଉଁ ଦେଖୁଛ ଗୋଲାକାର ସେପ୍ର ଅଛି, ତେଣୁ ଏହାକୁ ଆମେ ଗୋଲାକାର ଲାଉ ବା ଏହାକୁ ଆପଲ ଗାର୍ଡ ବୋଲି କୁହାଯାଇଥାଏ। ଜାଣିଲ? ନେକ୍ସଟ ଜାଣିବା କୁନ୍ଦୁରି। କୁନ୍ଦୁରି ଏହାର ଇଂଲିଶ ହେଉଛି ଲିଭି ଗାର୍ଡ। ଲିଭି ଗାର୍ଡ। ଜାଣିଲ? ନେକ୍ସଟ ଜାଣିବା କଦଳୀ ମଞ୍ଜା। କଦଳୀ ମଞ୍ଜା ଏହାକୁ ଅନେକ ଜାଣିନଥିବେ, କାରଣ ଏହା କଦଳୀ ଗଛ ଭିତରୁ ହିଁ ବାହାରେ। ବୁଝୁଛ ନା? ତ ଯେଉଁ ଦେଖୁଛ ଏଇ କଦଳୀ ଗଛର ଗଣ୍ଡି, ତ ଏଇ କଦଳୀ ଗଛକୁ କାଟିଦେଲେ ତା ଭିତରୁ ଯେଉଁ ଅଂଶଟି ଥାଏ ସେଇଟାକୁ ଆମେ କହିଥାଉ କଦଳୀ ମଞ୍ଜା। ଏହାକୁ ଆମେ ତରକାରୀ କରି ଖାଇଥାଉ, ତ ଏହାକୁ ଆମେ ଭେଜିଟେବୁଲ୍ସ ବୋଲି କାଉଣ୍ଟ କରିଥାଉ। ତେବେ ଏହାର ଇଂଲିଶ ହେଉଛି ବାନାନା ଷ୍ଟିମ୍। ବାନାନା ଷ୍ଟିମ୍। ଜାଣିଲ? ନେକ୍ସଟ ଜାଣିବା ଖମ୍ବ ଆଳୁ। ଖମ୍ବ ଆଳୁ ବା ଏହାକୁ ମାଟି ଆଳୁ ମଧ୍ୟ କୁହାଯାଇଥାଏ। ଏହାର ଇଂଲିଶ ହେଉଛି ଗ୍ରେଟର ୟମ୍। ଗ୍ରେଟର ୟମ୍। ଜାଣିଲ? ନେକ୍ସଟ ଓଉ। ଓଉ ଏହି ପରିବା ଖଟା ଜାତୀୟ କିନ୍ତୁ ବହୁତ ସ୍ୱାଦିଷ୍ଟ ଅଟେ। ଏହାର ଇଂଲିଶ ହେଉଛି ଏଲିଫେଣ୍ଟ ଆପଲ। ଏଲିଫେଣ୍ଟ ଆପଲ। ଜାଣିଲ? ନେକ୍ସଟ ଜାଣିବା ପାଣି କଖାରୁ। ପାଣି କଖାରୁ ଏହାର ଇଂଲିଶ ହେଉଛି ୱିଣ୍ଟର ମେଲନ୍। ୱିଣ୍ଟର ମେଲନ୍। ଜାଣିଲ? ଏହାକୁ ଆସଗାର୍ଡ ମଧ୍ୟ କୁହାଯାଇଥାଏ। ଜାଣିଲ? ନେକ୍ସଟ ଜାଣିବା କଦଳୀ ଭଣ୍ଡା। କଦଳୀ ଭଣ୍ଡା ଏହାକୁ ଆମେ ଅନେକ ସମୟରେ ଖାଇଥିବା, କିନ୍ତୁ ଏହାର ଇଂଲିଶ ଜଣା ନଥାଏ। ଏହାର ଇଂଲିଶ ହେଉଛି ର ବାନାନା ଫ୍ଲାୱାର। ର ବାନାନା ଫ୍ଲାୱାର। ଜାଣିଲ? ନେକ୍ସଟ ଜାଣିବା ଭୃସୁଙ୍ଗା ପତ୍ର। ଭୃସୁଙ୍ଗା ପତ୍ର ଏହାକୁ ଆମେ ତରକାରୀରେ ଅନେକ ସମୟରେ ପକାଇଥାଉ, ତେବେ ଏହାର ଇଂଲିଶ ହେଉଛି କରି ଲିଭ୍ସ। କରି ଲିଭ୍ସ। ଜାଣିଲ? ନେକ୍ସଟ ଜାଣିବା ପୁଦିନା ପତ୍ର। ପୁଦିନା ପତ୍ର ଏହାକୁ ଆମେ ଚଟଣି କିମ୍ବା ତରକାରୀରେ ପକାଇ ଖାଇଥାଉ। ଏହାର ଇଂଲିଶ ହେଉଛି ମିଣ୍ଟ ଲିଭ୍ସ। ମିଣ୍ଟ ଲିଭ୍ସ। ନେକ୍ସଟ ସୁନୁସୁନିଆ ଶାଗ। ସୁନୁସୁନିଆ ଶାଗ ଏହାକୁ ଗାଁର ଲୋକମାନେ ବହୁତ ପସନ୍ଦ କରନ୍ତି। ଏହାର ଇଂଲିଶ ହେଉଛି ମାର୍ସଲିଆ ଲିଭ୍ସ। ମାର୍ସଲିଆ ଲିଭ୍ସ। ନେକ୍ସଟ ଜାଣିବା ପିତା ଶାଗ।
पिता शाग बा याको गिम्हा मध्य कहा जाय थाए। एही शागर टेस्ट बहुत पिता हेले स्वादिष्ट अटे। यार इंग्लिश हेउची ग्लाइनस लीव्स। ग्लाइनस लीव्स जानिलो। नेक्स्ट जानिबा जन्ही। जन्ही यार इंग्लिश हेउची रिजगार्ड। रिजगार्ड जानिलो। नेक्स्ट जानिबा बाउंस गजा। बाउंस गजा याको मध्य लोके तरकारी करी खाइथांती, तेणु याको आमे वेजिटेबल्स हिसाब रे काउंट करथाउ। यार इंग्लिश हेउची बंबू शॉट्स। बंबू शॉट्स जानिलो। सो दिस मच इट फॉर टुडेस वीडियो। आज वीडियो रे एतिकी। नेक्स्ट वीडियो रे आउ किछि मोस्ट इंपोर्टेंट वेजिटेबल्स नेम जानिबा, सेते जाय एगुडी को प्रैक्टिस कर चलो। वीडियो टी भल लागिथिले वीडियो को लाइक कमेंट शेयर आन चैनल को सब्सक्राइब करबा को जमार भी भूलिबो नाही। थैंक यू।